ନୃଶଂସ ଅତ୍ୟାଚାର ପରେ ଏଇ ଭାରତର ଜଣେ ବ୍ୟକ୍ତି କହୁଛନ୍ତି, ତାଙ୍କ ନାମ କହିବାକୁ ଚାହୁଁନି, ସେ କହୁଛନ୍ତି ତମେ କ'ଣ ପାକିସ୍ତାନ ସହିତ ମାନେ ଗଣ୍ଡଗୋଳ କରିବ? ପାକିସ୍ତାନ ଆଟମ ବମ୍ ରଖିଛି। କିନ୍ତୁ ମୁଁ ଶୁଣିକିରି ଭାବିଲି ରଷିଆ ପାଖରେ ବହୁତ ଆଟମ ବମ୍ ଥିଲା, ଆମେରିକା ପାଖରେ ବହୁତ ଥିଲା, ଇସ୍ରାଏଲ ପାଖରେ ବି ଥିଲା। କାହିଁ ସେମାନେ ତ ଆଟମ ବମ୍ ବ୍ୟବହାର କରିନାହାନ୍ତି, ଧମକେଇଛନ୍ତି। ସେମାନଙ୍କ ଭିତରେ ମାନବିକତା ଥିବାରୁ ଲୋକ ଧ୍ୱଂସ କରିଛନ୍ତି, ସମାଜ ଧ୍ୱଂସ କରିଛନ୍ତି, ଆଟମ ବମ୍ ବ୍ୟବହାର କରିନାହାନ୍ତି। ଇଏ କିନ୍ତୁ କିଛି ନ ହଉଣୁ ଇଏ ଆଗତରା ହିନ୍ଦୁମାନଙ୍କୁ ମନେ ପକାଇ ଦେଉଛନ୍ତି ପାକିସ୍ତାନ ପାଖରେ ମଧ୍ୟ ଆଟମ ବମ୍ ଅଛି। ଏ ହେଉଛି ଡର। ଆଉ ଜଣେ ବ୍ୟକ୍ତି କହିଲେ, ଯେଉଁମାନଙ୍କ କଥା ମୁଁ କହୁଛି ଆପଣମାନେ ତାଙ୍କୁ ଜାଣିଛନ୍ତି, ତାଙ୍କ ନାଁ କହିଲେ ଜାଣିପାରିବେ, କିନ୍ତୁ ମୁଁ ନାଁ କହିବିନି। ସିଏ କହିଲେ ଯେ ମୁସଲମାନ ମାନେ ଏଠି ବଡ଼ କ'ଣ ଅସୁବିଧାରେ ଅଛନ୍ତି ତ, ତେଣୁ ସେମାନେ ଏମିତି ଗୋଟେ କରୁଛନ୍ତି। ଆଉ ମୁସଲମାନ ମାନେ ଯଦି ଅଡ଼ୁଆରେ ରହିଲେ, ସେ ହିନ୍ଦୁସ୍ତାନ ଭିତରେ ରହିକିରି ହିନ୍ଦୁସ୍ତାନ ସରକାରଙ୍କୁ ଦାବିପତ୍ର ଦେଲେନି, ଏଠି ଷ୍ଟ୍ରାଇକ୍ କଲେନି, ବିଦେଶୀ ପର୍ଯ୍ୟଟକମାନଙ୍କୁ ହାଣିବା କ'ଣ ଦରକାର ଥିଲା? ପୁଣି ପଚାରି ହାଣିବା ତମେ କ'ଣ କେଉଁ ଧର୍ମର? ତେଣୁ ହିନ୍ଦୁ ହେଇ ରହିଛି, ରହିବ। ସଂସାର ମହାସମୁଦ୍ରେ ମଗ୍ନାନ୍ ସମଭ୍ୟୁଧରବାସୁରେବ ଅନନ୍ତ ରୂପେଣ ବିନିଯୋଜେସ୍ୱ ଅନନ୍ତ ରୂପାୟ ନମୋ ନମସ୍ତେ। ବର୍ତ୍ତମାନ ଆମର ପ୍ରାର୍ଥନା କେବଳ ଆମ ଦେଶ ପାଇଁ ଆମେ ଠାକୁରଙ୍କ ପାଖରେ କାମନା କରିବା। ଦେଶ ରହିଲେ ଆମେ ରହିବା, ଆମେ ରହିଲେ ଦେଶ ରହିବ, ଦେଶ ରହିଲେ ପଡ଼ୋଶୀ ଦେଶମାନେ ବି ଶାନ୍ତିରେ ରହିପାରିବେ, ବିଶ୍ୱ ମଧ୍ୟ ଶାନ୍ତିରେ ରହିପାରିବ। ଥରେ ଏଇ ନିକଟରେ ବ୍ରହ୍ମପୁର, ଗଞ୍ଜାମ ବ୍ରହ୍ମପୁର ଯାଉଥିଲି। ଗୋଟେ ଜାଗାରେ ଗାଡ଼ି ଅଟକିଲା, ସମସ୍ତେ ଟିକେ ଚାହା ଜଳଖିଆ ଇତ୍ୟାଦି ଖାଇଲେ। ସେଇ ସମୟରେ ମୁଁ ଚାହା ଟିକେ ପିଉଛି, ସେଇ ସମୟରେ ଜଣେ ମୁସଲମାନ ବ୍ୟକ୍ତି, ମୁସଲମାନ, ସେ ମୁସଲମାନ କିନ୍ତୁ ମୁସଲମାନଙ୍କର ଯେଉଁ ଦାଢ଼ି ଟୋପି ଏସବୁ ତାଙ୍କର କିଛି ନଥିଲା। ସେ ମଧ୍ୟ ସେଇ ହୋଟେଲରେ ଖାଉଥିଲେ ବୋଧେ କି କ'ଣ କରୁଥିଲେ। ସେ ଆସିକିରି ମୋତେ ଦେଖା କଲେ। ସେ ଆଗରୁ ମୋତେ ଜାଣିଛନ୍ତି ବୋଲି କହିଲେ ମୋ ଘର ହେଉଛି ଖୋର୍ଦ୍ଧା, ଆଉ ଆପଣ ଟାଉନ୍ ହଲ୍କୁ ପ୍ରୋଗ୍ରାମ୍ କରିବାକୁ ଯାଇଥିଲେ, ମୁଁ ମଧ୍ୟ ଯାଇଛି। ଆପଣଙ୍କର ରବୀନ୍ଦ୍ର ମଣ୍ଡପ ପ୍ରୋଗ୍ରାମ୍ ଏତେ ବର୍ଷ ତଳେ ହେଇଥିଲା, ଏବେ ତ ଥରେ ହେଇଥିଲା, ଆଗରୁ ଯେଉଁଟା ହେଇଥିଲା ସେଠିକି ମଧ୍ୟ ମୁଁ ଯାଇଛି। ଆହୁରି ଗୋଟେ ଦୁଇଟା ଜାଗାକୁ କୁଆଡ଼େ ଯାଇଛନ୍ତି। ଆଉ ମୁଁ ଜଣେ ମୁସଲମାନ, ମୋ ଭିତରେ ତ କୌଣସି ହିନ୍ଦୁ ମୁସଲମାନ ଭାବନା ନଥାଏ। ମଣିଷ ହିଁ ମଣିଷ। ସୃଷ୍ଟିରେ ପରା ଜଣେ ମାଲିକ, ସୃଷ୍ଟିରେ ପରା ଜଣେ ମାଲିକ। ଆମେ ତାଙ୍କୁ ଅନନ୍ତ କହୁଛୁ, ସେ ତାଙ୍କୁ ଆଲ୍ଲାହ କହୁଛନ୍ତି। ଆମ ଭାବନାରେ ଏଇଆ, ଆମ ଭାବନାରେ ସୃଷ୍ଟିରେ ପରା ଜଣେ ମାଲିକ, ତେଣିକି ଯିଏ ଯେଉଁ ନାଁରେ ତାଙ୍କୁ ଡାକି ପାରିଲା।
କିନ୍ତୁ ସେମାନଙ୍କ ଦୃଷ୍ଟିରେ ସିଏ ଯାହା ଡାକୁଛନ୍ତି ତାହା ହିଁ ହେଉଛି ଶ୍ରେଷ୍ଠ, ଆଉ ସବୁ ଗୁଡ଼ିକ କପୋଳକଳ୍ପିତ। এই କଥାଟା ଦୁଃଖ ଲାଗେ। ପ୍ରକୃତରେ କ'ଣ ସେ ଅନୁଭବ କରିଛନ୍ତି ଯେ ସୃଷ୍ଟିରେ ଅନେକ ମାଲିକ ଅଛନ୍ତି ବୋଲି? ତେବେ ହିନ୍ଦୁମାନଙ୍କ ଉପରେ, ସନାତନ ଧର୍ମୀମାନଙ୍କ ଉପରେ ଏମାନଙ୍କର ଏତେ ରାଗ କାହିଁକି? ସନାତନ ଧର୍ମୀ ହିନ୍ଦୁମାନଙ୍କ ଉପରେ ଏତେ ରାଗ କାହିଁକି? ହିନ୍ଦୁ ଆଜି ପର୍ଯ୍ୟନ୍ତ କାହାକୁ ହାଣିନି କିମ୍ବା କଠୋର ହେଇ କାହାକୁ କଠୋର ଦଣ୍ଡରେ ଦଣ୍ଡିତ କରିନି। ବିଶେଷତଃ ତା ଧର୍ମକୁ ସେ ପ୍ରଚାର କରିଛି, କିନ୍ତୁ କୌଣସି ଧର୍ମ ଉପରେ ସେ ଆଘାତ ବି ଦେଇନି। ଯେତେବେଳେ ତା ଧର୍ମକୁ କିଏ ଅଙ୍ଗୁଳି ନିର୍ଦ୍ଦେଶ କରିଛି, ସେତେବେଳେ ହୁଏତ ସେ କିଛି କଥାରେ କହିଛି, ହତିଆର ଧରିନି। ଆପଣମାନେ ଇତିହାସକୁ ମନନ କରିବେ, କେବଳ ହିନ୍ଦୁମାନଙ୍କୁ ମାରି ହାଣି ଜବରଦସ୍ତି ଅନ୍ୟ ଧର୍ମକୁ ଯିବା ପାଇଁ ସେ ପ୍ରବର୍ତ୍ତାଇଛନ୍ତି। ଆଜି ପୃଥିବୀରେ ଯେତେ ମୁସଲମାନ ଅଛନ୍ତି, ତାର ଅନେକ ମୁସଲମାନ ହେଉଛନ୍ତି ହିନ୍ଦୁ। ସେମାନେ ନିଜ ମୁହଁରେ ବି ମାନୁଛନ୍ତି। ସେଇ କଥାଟା ସେ ଖୋର୍ଦ୍ଧାର ସେ ମୁସଲମାନ ବାବୁ କହିଲେ ମୁଁ ଆପଣଙ୍କୁ ନେଇକିରି ଗୋଟେ ମୋ ଗାଁରେ ଗୋଟେ ପ୍ରୋଗ୍ରାମ କରାଇବି। ହଉ କରନ୍ତୁ, କଲେ ଯିବା। ସେ କଥାକୁ ସେ କହିଲେ ବା ମୋର ଗୋଟେ ପ୍ରଶ୍ନ ଅଛି, ଧର୍ମ କ'ଣ ସୃଷ୍ଟି ହେଇଥିଲା? ସେ ଇସଲାମ ଧର୍ମର ଲୋକ, ସେ କହୁଛନ୍ତି ଧର୍ମ କ'ଣ ସୃଷ୍ଟି ହେଇଥିଲା କାହାକୁ ହାଣିବେ, ମାରିବେ, କାଟିବେ, ଏଇଥିପାଇଁ କ'ଣ ଧର୍ମ ସୃଷ୍ଟି ହେଇଥିଲା? ବଳିଆ ତାଙ୍କୁ ଏତିକି କେବଳ କହିଲା, ଧର୍ମର ଅର୍ଥ ସେମାନେ ଜାଣିନାହାନ୍ତି। ଯିଏ କହୁଛନ୍ତି କେବଳ ପୂଜା କରିବା ଆମର ଧର୍ମ, ସିଏ ବି ଧର୍ମ ଜାଣିନାହାନ୍ତି। ସେ ଧର୍ମ ବିଷୟରେ ଅଳ୍ପ ଜାଣିଛନ୍ତି। ଯିଏ କହୁଛନ୍ତି ଆମେ ଧର୍ମାନ୍ତରୀକରଣ କରିବା ଧର୍ମ, ସେ ବି ଜାଣିନାହାନ୍ତି। ଗୋଟେ କଥା ହେଉଛି, ଧର୍ମ କହିଲେ ଯେତେବେଳେ ଧର୍ମ ସୃଷ୍ଟି ହେଇଥିଲା ସେତେବେଳେ ଏତେ ମତ ସୃଷ୍ଟି ହେଇନଥିଲା। ଗୋଟିଏ ଆକାଶ ତଳେ ସମଗ୍ର ବିଶ୍ୱ ଥିଲା, ଆଜି ବି ରହିଛି। ଯେତେ ଦିନ ପର୍ଯ୍ୟନ୍ତ ବିଶ୍ୱ ରହିବ ସେ ଆକାଶ ତଳେ ରହିବ। ପୃଥିବୀ ତା'ର ମୁକ ସାକ୍ଷୀ। ଯେତେ ଦିନ ପର୍ଯ୍ୟନ୍ତ ପୃଥିବୀ ପ୍ରଳୟ ହେଇନି, ସେତେବେଳ ପର୍ଯ୍ୟନ୍ତ ଜୀବଜଗତ, ମଣିଷ ଜଗତ, ଉଦ୍ଭିଦ ଜଗତ ରହିଛି, ରହିବ। କେତେବେଳେ କମିଯିବ, କେତେବେଳେ ବଢ଼ିଯିବ। କିନ୍ତୁ ମଣିଷକୁ ଯେଉଁଭଳି ଭାବରେ ବ୍ୟାଖ୍ୟା କରାଯାଏ, ତା ଭିତରେ ସଦଜ୍ଞାନ ଅଛି, ତା ଭିତରେ ଦିବ୍ୟ ଜ୍ଞାନ ଅଛି, ସେ ଗୋଟେ ସୁପର କନସିୟସନେସ୍ର ଜୀବ। କିନ୍ତୁ ଏବେ ତା'ର ଆଚରଣ ଦେଖିଲେ, ଆଉ ଅତୀତରେ ବି ସେ ଆଚରଣ ସେମାନେ ଦେଖେଇଛନ୍ତି ଯେ ଦିବ୍ୟ ଜ୍ଞାନ କ'ଣ ଏହାକୁ କୁହାଯାଏ? ଗୋଟେ ଗାଁରେ ପଶିକିରି କୁକୁର ବିଲେଇକି ମଧ୍ୟ ମାରି ଦିଆହେଇଛି। ପୁରୀ ଠାକୁର ରାଜାଙ୍କର ବଂଶରେ ଏମିତି ସମୟ ଆସିଛି, କୁକୁର ଛୁଆକୁ ମଧ୍ୟ ବଞ୍ଚିବାକୁ ଦେଇନାହାନ୍ତି। ଏମିତି ସମୟ ଆସିଛି, ରାଜା ଇସଲାମ ଧର୍ମରେ ବାଧ୍ୟ ହୋଇ ଦୀକ୍ଷିତ ହେଇଛନ୍ତି,
କେବଳ ଜଗନ୍ନାଥଙ୍କୁ ରକ୍ଷା କରିବା ପାଇଁ। ଏମିତି ସମୟ ଆସିଛି ଗୁଣ୍ଡିଚା ମନ୍ଦିର ଚାରିପଟରେ ଘୋଡ଼ା ଏବଂ ସୈନ୍ୟ ସାମନ୍ତ ଜଗେଇ ସମସ୍ତ ସେବକମାନଙ୍କୁ ହାଣି ପକାଇ ତାଙ୍କ ପଇତା ଗୁଡ଼ାକ ଗୋଟାଏ ବସ୍ତା କରିକି ନେଇଛନ୍ତି। ଏହା କ'ଣ ପ୍ରକୃତରେ ଧର୍ମ? ଧର୍ମ ଯଦି ଗୋଟେ କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ଅଫିସ କରି ବସିଥାନ୍ତେ ତାହେଲେ ଆମେ ତାଙ୍କୁ ପଚାରିଥାନ୍ତୁ ଧର୍ମ କ'ଣ ଏଇଆ? ସେଇ ଗୋଟିଏ ସୂର୍ଯ୍ୟ, ଗୋଟିଏ ଚନ୍ଦ୍ରମା, ଏଇ କୋଟି କୋଟି ନକ୍ଷତ୍ର, ଏଇ 7ଟି ମହାସାଗର, ଏଇ ଅଗ୍ନି, ଏଇ ପବନ, ଏଇ ସବୁ ପୃଥିବୀ, ଏଇଆକୁ ନେଇ ପାହାଡ଼ ପର୍ବତ ଜଙ୍ଗଲ, ଏଇଆକୁ ନେଇ ଧର୍ମ ସୃଷ୍ଟି ହେଇଥିଲା। ସେଠି ତା ନାଁ ସେତେବେଳେ ସନାତନ ନଥିଲା, କି ଇସଲାମ ନଥିଲା, କି ଖ୍ରୀଷ୍ଟିଆନ ନଥିଲା। ସେଇ ଧର୍ମଟା ବ୍ୟତିକ୍ରମ ହେବା ପରେ ବର୍ତ୍ତମାନ ମାନବ ସମାଜ ପାଇଁ ଉତ୍ତାପ ବଢ଼ୁଛି। ଅଦିନରେ ବର୍ଷା ହେଉଛି, ଅଦିନରେ ବନ୍ୟା ଆସୁଛି, ମହାମାରୀ କରୋନା ଭଳି ମହାମାରୀ ଆସୁଛି। ସେ କେବଳ ହିନ୍ଦୁମାନଙ୍କ ପାଇଁ ଆସୁନି, ସମସ୍ତ ପାଇଁ ଆସୁଛି। ଲକ୍ଷ ଲକ୍ଷ ଲୋକ ମରୁଛନ୍ତି। ବଳିଆ ଗୋଟେ ଗୀତରେ ଲେଖିଥିଲା, ପଦଟି ପୁରା ମନେ ପଡ଼ିବନି। ରେ ଭ୍ରାନ୍ତ ମନୁଆ ବୃଥା ଭାବନାରେ ଶରୀକୁ ଦେଉଛୁ କ୍ଳାନ୍ତି। ତେଣୁ କେବଳ ବୃଥା କଥା ଆଲୋଚନା କରି ଆମେ ଶାନ୍ତିରେ ବଞ୍ଚିବା, ଆମ ପଡ଼ୋଶୀକୁ ଶାନ୍ତିରେ ରଖିବା, ହସି ଖୁସି ନ୍ୟାୟ ନିମିତ୍ତ ହେଲେ, ବାହାଘର ବ୍ରତଘର ହେଲେ କି ଯାହା ହେଲେ, ଆମ ଘରେ ସେ ଖାଇବେ, ତାଙ୍କ ଘରେ ଆମେ ଖାଇବୁ, ହସି ଖୁସିକିରି ଆମ ପିଲାଦିନେ ଆମେ ଦେଖୁ। କଟକର ବକ୍ସି ବଜାର ପଟାପୋଲରେ ମୋର ବାପାଙ୍କର ଜେଜେଙ୍କର ଘର, ସେଠି ଆମେ ଦେଖୁ। ବାପା ଥିଲେ, ମୋର ଦାଦା ବି ଥିଲେ। ହିନ୍ଦୁ ମୁସଲମାନ ସମସ୍ତେ ସାଙ୍ଗସାଥି ହେଇକିରି ତାସ ଖେଳନ୍ତି। ମାନେ ସମୟକୁ ଅନ୍ୟ ଦିଗରେ କିଛି ଖର୍ଚ୍ଚ ନ କରି ସେ ବସିକି ତାସ ଖେଳନ୍ତି। ହୋ ହୋ ହେଇକିରି ପାଟି କରିବେ, ହସିବେ, ଇଏ କରିବେ। କିନ୍ତୁ ସେଦିନ ଗୁଡ଼ାକ ଆଜି କୁଆଡ଼େ ଗଲା? ସେଦିନର ମଣିଷ ପଣିଆ ଆଜି କୁଆଡ଼େ ହଜିଯାଉଛି। ତେଣୁ ଧର୍ମ ଏକା ସିନା ମହତ ପଣିଆ ବୋଲି ଆମେ ସିନା କହୁଛୁ, ସମସ୍ତେ ସିନା ସେଇ ସ୍ଲୋଗାନଟାକୁ ମାନିଲେ ହେବ। ଆମେ କହୁଛୁ ଗୋ ହତ୍ୟା ବନ୍ଦ କର, ସିଏ କହୁଛନ୍ତି ଜୀବ ହତ୍ୟା ବନ୍ଦ କର। ତାହେଲେ କେଉଁ କଥାଟା କିଏ ମାନିବ? ତେଣୁ ଧର୍ମର ସ୍ୱତନ୍ତ୍ର ସମ୍ବିଧାନ ନାହିଁ। ଯେଉଁଟା ଅଛି ସେ ଗୋଟିଏ ଧର୍ମକୁ ସପକ୍ଷ କରିକି ସେ କହିଛି। ସେଇମାନେ କହୁଛନ୍ତି ଆମ ସମ୍ବିଧାନଟା ଠିକ୍। ସେ ବେଦ ହେଇପାରେ, ଗୀତା ହେଇପାରେ। ସେମାନେ କହୁଛନ୍ତି ଆମ ସମ୍ବିଧାନଟା ଠିକ୍, ଅନ୍ୟମାନେ କହୁଛନ୍ତି ସେମାନେ ଠିକ୍। ତ ଏଠି ସମାଧାନ କେମିତି ହେବ? ଏଇ ଯେଉଁ ଗଣ୍ଡଗୋଳଟି ବର୍ତ୍ତମାନ ଭାରତ ପାକିସ୍ତାନ ଭିତରେ ଚାଲିଲା, ଏଇଟା ଆର ଦିଗ ବିଦିଗ କେଉଁ ପର୍ଯ୍ୟନ୍ତ ତା ହାତ ଲମ୍ବିଯିବ କହିହେବନି। ଆମେ ଯିଏ ଯେଉଁଠି ଭାରତବର୍ଷରେ ଅଛୁ ବା ପୃଥିବୀର ଯେକୌଣସି ଜାଗାରେ ଯିଏ ଅଛନ୍ତି, ସମସ୍ତେ ବର୍ତ୍ତମାନ ଆତଙ୍କିତ। କ'ଣ କେତେବେଳେ ଘଟିଯାଇପାରେ? ଏଡ଼େ ବଡ଼ କଠୋର ନୃଶଂସ ଅତ୍ୟାଚାର ପରେ ଏଇ ଭାରତର ଜଣେ ବ୍ୟକ୍ତି କହୁଛନ୍ତି, ତାଙ୍କ ନାମ କହିବାକୁ ଚାହୁଁନି, ସେ କହୁଛନ୍ତି ତମେ କ'ଣ ପାକିସ୍ତାନ ସହିତ ମାନେ ଗଣ୍ଡଗୋଳ କରିବ? ପାକିସ୍ତାନ ଆଟମ ବମ୍ ରଖିଛି। କିନ୍ତୁ ମୁଁ ଶୁଣିକିରି ଭାବିଲି ରଷିଆ ପାଖରେ ବହୁତ ଆଟମ ବମ୍ ଥିଲା,
ଆମେରିକା ପାଖରେ ବହୁତ ଥିଲା, ଇସ୍ରାଏଲ ପାଖରେ ବି ଥିଲା। କାହିଁ ସେମାନେ ତ ଆଟମ୍ ବମ୍ ବ୍ୟବହାର କରିନାହାନ୍ତି, ଧମକେଇଛନ୍ତି। ସେମାନଙ୍କ ଭିତରେ ମାନବିକତା ଥିବାରୁ ଲୋକ ଧ୍ୱଂସ କରିଛନ୍ତି, ସମାଜ ଧ୍ୱଂସ କରିଛନ୍ତି, ଆଟମ୍ ବମ୍ ବ୍ୟବହାର କରିନାହାନ୍ତି। ଇଏ କିନ୍ତୁ କିଛି ନ ହଉଣୁ ଇଏ ଆଗତରା ହିନ୍ଦୁମାନଙ୍କୁ ମନେ ପକାଇ ଦେଉଛନ୍ତି ପାକିସ୍ତାନ ପାଖରେ ମଧ୍ୟ ଆଟମ୍ ବମ୍ ଅଛି। ଏ ହେଉଛି ଡର। ଆଉ ଜଣେ ବ୍ୟକ୍ତି କହିଲେ, ଯେଉଁମାନଙ୍କ କଥା ମୁଁ କହୁଛି ଆପଣମାନେ ତାଙ୍କୁ ଜାଣିଛନ୍ତି, ତାଙ୍କ ନାଁ କହିଲେ ଜାଣିପାରିବେ, କିନ୍ତୁ ମୁଁ ନାଁ କହିବିନି। ସିଏ କହିଲେ ଯେ ମୁସଲମାନ ମାନେ ଏଠି ବଡ଼ କ'ଣ ଅସୁବିଧାରେ ଅଛନ୍ତି ତ, ତେଣୁ ସେମାନେ ଏମିତି ଗୋଟେ କରୁଛନ୍ତି। ଆଉ ମୁସଲମାନ ମାନେ ଯଦି ଅଡ଼ୁଆରେ ରହିଲେ, ସେ ହିନ୍ଦୁସ୍ତାନ ଭିତରେ ରହିକିରି ହିନ୍ଦୁସ୍ତାନ ସରକାରଙ୍କ ଦାବିପତ୍ର ଦେଲେନି, ଏଠି ଷ୍ଟ୍ରାଇକ୍ କଲେନି। ବିଦେଶୀ ପର୍ଯ୍ୟଟକମାନଙ୍କୁ ହାଣିବା କ'ଣ ଦରକାର ଥିଲା? ପୁଣି ପଚାରି ହାଣିବା, ତୁମେ କ'ଣ କେଉଁ ଧର୍ମର? ତେଣୁ ହିନ୍ଦୁ ହେଇ ରହିଛି, ରହିବ। ଛାନିଆ ହେବେ ନାହିଁ କି ଏଣୁ ତେଣୁ କିଛି ଗପିବେ ନାହିଁ, କାହାକୁ କମେଣ୍ଟ କରନ୍ତୁ ନାହିଁ। ନୀରବରେ ସବୁବେଳେ ତ ସେଇ ପୁଅ ଚିନ୍ତା, ଝିଅ ଚିନ୍ତା, ମାନେ ସେଇ ଖେଳିବୁ, ବୁଲିବୁ, ନାଚିବୁ, କେଉଁଠି ଯାତ୍ରା କରିବୁ, କେଉଁଠି ଧର୍ମ କରିବୁ, କ'ଣ ଏଇ କଥାରେ ଆମେ ଅଛୁ। ଆମକୁ ଲୋକ ବା କହିବେ, କିନ୍ତୁ ଏଇ ଦେଶର ଏ ଘଡ଼ିସନ୍ଧି ମୁହୂର୍ତ୍ତରେ, ପୃଥିବୀର ଏଇ ଘଡ଼ିସନ୍ଧି ମୁହୂର୍ତ୍ତରେ ଆପଣମାନେ ସମସ୍ତେ ଅନ୍ତତଃ ଟିକେ ପ୍ରାର୍ଥନା କରନ୍ତୁ। କାରଣ ଆଜି ଦିନ ତମାମ ବହୁତ ଲୋକ ଆସିଛନ୍ତି ମୋ ପାଖକୁ, କେହି ତ କାହିଁ ମୋ ପାଖରେ ଆପତ୍ତି କରୁନାହାନ୍ତି, ବାବା ଏଇ ଯୁଦ୍ଧପୁତ କେମିତି ବନ୍ଦ ହେଇଯାଉ। ସେଇ ଚିରାଦଇତ କଥା, କିଏ କହୁଛି ମୋର ପୁଅ ହେଇନି, କିଏ କହୁଛି ମୋର ଝିଅ ହେଇନି। ଗୋଟିଏ ମା' କାନି ପତଉଛି ଗୋଟେ ପୁଅ ଦିଅ। ମୁଁ ଗୋଟେ ପୁଅଟିଏ କହିଲି ତିଆରି କରିକି ରଖି ତତେ ଗୋଟେ ଦେଇଦେବି ନା କ'ଣ? ଏଇଭଳିଆ ନିର୍ବୋଧତା, ଅଜ୍ଞାନତା, ଅନ୍ଧବିଶ୍ୱାସ ଆଜି ବି ସମାଜରେ ରହିଛି। ତେବେ ଆମର ସେଇ ମନ୍ତ୍ର ଆମେ ଉଚ୍ଚାରଣ କରିବୁ, ପ୍ରଭୁଙ୍କ ପାଦରେ ସମର୍ପିତ ହେବୁ। ସର୍ବେ ଭବନ୍ତୁ ସୁଖୀନ। ଏ ଗୋଟିଏ ଶବ୍ଦ ଭିତରେ ସମଗ୍ର ପୃଥିବୀର ଶୁଭ କାମନା କରାଯାଇଛି। ପୁଣି ଆପଣମାନଙ୍କ ସହିତ ଆସନ୍ତାକାଲି ଆସିବ। କିନ୍ତୁ ବର୍ତ୍ତମାନ ଯେଉଁ ପ୍ରକାର ଘମାଘୋଟ ଆଲୋଚନା ହିନ୍ଦୁସ୍ତାନରେ, ପାକିସ୍ତାନରେ ଚାଲିଲାଣି, ବିଭିନ୍ନ ଦେଶକୁ ମାନେ ସପୋର୍ଟ କରୁଛି, ଏହାର ଭବିଷ୍ୟତଟା ଟିକେ 2-3 ଦିନ ପରେ ଜଣାପଡ଼ିବ। ଏତିକି ଗୋଟେ କଥାକୁ ବିଶ୍ରାମ ଦେଲି। ଗ୍ରୀଷ୍ମ ଦିନରେ ପ୍ରସ୍ତୁତ ହେବେ, ଆଗାମୀ ବର୍ଷା ଦିନରେ ବୃକ୍ଷରୋପଣ କରିବା ପାଇଁ। ରହିଲି। ଜୟ ଗୁରୁ, ଜୟ ଜଗନ୍ନାଥ।